ମସିହା ଯାଉଛି, ଆଉ ଗୋଟିଏ ମସିହା ଆସୁଛି, ଯାହାକୁ ଆପଣମାନେ ନବବର୍ଷ ବୋଲି କୁହନ୍ତି। ଭାରତବର୍ଷରେ ଏହି ନବବର୍ଷକୁ କେବଳ ହିନ୍ଦୁମାନେ ପାଳନ କରନ୍ତି ଏବଂ ଖ୍ରୀଷ୍ଟିଆନ ମାନେ ପାଳନ କରନ୍ତି। ଇସଲାମ ମାନେ ପାଳନ କରନ୍ତି କି ନା ମୁଁ ଜାଣେ ନା, କିନ୍ତୁ ହିନ୍ଦୁର ନୂଆବର୍ଷ ହେଉଛି ପ୍ରକୃତରେ ଚୈତ୍ର ଶୁକ୍ଳ ପ୍ରତିପଦା। ଓଡ଼ିଶାର ନବବର୍ଷ କହିଲେ ପଣା ସଂକ୍ରାନ୍ତି। ସେହିଭଳି ପଶ୍ଚିମ ଓଡ଼ିଶାର ନବବର୍ଷ କହିଲେ ନୂଆଖାଇ ପର୍ବକୁ ସେମାନେ ପାଳନ କରନ୍ତି। ଏଇଭଳି ଭାବରେ ନବବର୍ଷ ସବୁ ପାଳନ ହୁଏ। ତେବେ ଆମ ପାଇଁ ଏ ନୂଆ ମସିହା, ଗୋଟିଏ ମସିହା ଯାଉଛି, ଆଉ ଗୋଟିଏ ମସିହା ଆସୁଛି। ଏଇ ମସିହାରେ ଅନେକ ବିପ୍ଳବ ଆସିବ, ଅନେକ ସମାଧାନ ବି ହେବ, ନୂଆ ନୂଆ ସଂକଳ୍ପ ମଧ୍ୟ ମଣିଷ ନେବ, ନୂଆ ନୂଆ ଉଦ୍ଭାବନ ମଧ୍ୟ ସୃଷ୍ଟି ହେବ। ମୁଁ ଆପଣମାନଙ୍କୁ କିଛି ଡରେଇବା ପାଇଁ କହୁନାହିଁ, କେବଳ ତାର ପ୍ରତିକାର କହୁଛି। ଏଇ ନୂଆ ମସିହାରେ ଆପଣମାନେ ଯିଏ ଯେଉଁ ଗୁରୁଙ୍କର ଦୀକ୍ଷା ନିଅନ୍ତୁ, ଯିଏ ଯେଉଁ ନାମକୁ ଭଜନ କରୁଛନ୍ତି କରନ୍ତୁ, କିନ୍ତୁ ହଂସ ସୋହମ୍ ଅଂ, ହଂସ ସୋହମ୍ ଅଂ, ଏଇ ତିନୋଟି ମନ୍ତ୍ର, ତା ସହିତ ଆଉ ଗୋଟିଏ ମନ୍ତ୍ର ହେଉଛି ଅଂ ବଂ ଜଂ। ଅଂ କହିଲେ ଅନନ୍ତ, ବଂ କହିଲେ ନିଶ୍ୱାସ, ଜଂ କହିଲେ ଜ୍ୟୋତି। ଇଏ ତିନୋଟି ମନ୍ତ୍ର ହୃଦୟ ଚକ୍ରକୁ ଧ୍ୟାନ କରି, ହୃଦୟ ଚକ୍ରକୁ ଚିନ୍ତନ କରି ଏଇ ମନ୍ତ୍ର କେତୋଟି ନିଅନ୍ତୁ। ନିଜର, ନିଜ ପରିବାରର, ସମାଜର ମଙ୍ଗଳ କାମନା କରନ୍ତୁ। ଇଏ ହେଉଛି ନିବେଦନ। ଆଉ ଗୋଟିଏ ନିବେଦନ ହେଉଛି ବୈବାହିକ ଜୀବନ ଆରମ୍ଭ କରନ୍ତୁ, କିନ୍ତୁ ଉତ୍ତମ ପରିବାର, ଶାନ୍ତିର ପରିବାରଟିଏ ଗଠନ ପାଇଁ ବିବାହ ପୂର୍ବରୁ 10 ଥର କିମ୍ବା 20 ଥର ଚିନ୍ତା କରନ୍ତୁ। ଝିଅଟିଏ ଭାବୁ ମୁଁ ଶାଶୁ ଘରକୁ ଯିବି, ସେଠି ମୋର କର୍ତ୍ତବ୍ୟ କ'ଣ କହିଲେ ମୋତେ ସେମାନେ ବହୁତ ଆଦର କରିବେ। ପୁଅର ବାପ ମା ଏବଂ ପୁଅ ଉଭୟ ଭାବନ୍ତୁ, ପର ଝିଅଟିକୁ ବୋହୂ କରି ଆଣିଲେ ଆମେ କିଭଳି ଭାବରେ ତା ପ୍ରତି ବ୍ୟବହାର ରଖିବୁ, ଯାହାଦ୍ୱାରା ସିଏ ଆମକୁ ଭଲ ପାଇବ, ଆମେ ତାକୁ ଭଲ ପାଇବୁ। ଏସବୁ କଥା ପରେ ଆଉ ଗୋଟିଏ ବିନମ୍ର ନିବେଦନ ହେଉଛି ବୃକ୍ଷରୋପଣରେ ଗୁରୁତ୍ୱ ଆରୋପ କରନ୍ତୁ। ପିତୃମାତୃ ମୃତ୍ୟୁ ଦିବସରେ, ଶ୍ରାଦ୍ଧ ଦିବସରେ, ପୁଅ ଝିଅଙ୍କ ଜନ୍ମ ଦିବସରେ ବୃକ୍ଷଟିଏ ଲଗାନ୍ତୁ ଆଉ ବଞ୍ଚାନ୍ତୁ। ତାପରେ ଆଉ ଗୋଟିଏ ନିବେଦନ ଦେଖାଯାଉଛି, ଯେଉଁ ଗୋଟେ ନୂଆ ନୂଆ ସମସ୍ୟା, ଆତ୍ମହତ୍ୟା। କେଉଁଠି ଆତ୍ମହତ୍ୟା ହେଉଛି, କେଉଁଠି ଜବରଦସ୍ତି ତାକୁ ଆତ୍ମହତ୍ୟା କରାଯାଉଛି। ये दुईटी कथारू आपण माने समस्ते निवृत्त हवा उचित।
ଆତ୍ମହତ୍ୟା ନ କରି କିମ୍ବା କାହାକୁ ଜୀବନରେ ମାରି ନ ଦେଇ କ'ଣ କଲେ ସେଇ ମୁହୂର୍ତ୍ତ ବା ସେଇ ସମସ୍ୟାଟା ଦୂରେଇ ଯିବ, ସେଥିପାଇଁ ସଚେତନ ସଚେଷ୍ଟ ହୁଅନ୍ତୁ। ଇଏ ହେଉଛି ଗୋଟେ ନିବେଦନ। ଆଉ କହି ରଖୁଛି, ମୋତେ ଆପଣମାନେ ଦେଖିବାକୁ ଆସୁଛନ୍ତି, ଫୁଲମାଳଟିଏ ନେଇକିରି ଆସୁଛନ୍ତି। ସେ ଫୁଲମାଳକୁ ମୁଁ ଗୋଟିଏ ସେକେଣ୍ଡ ବି ପକାଇବା ପାଇଁ ମୋର ଇଚ୍ଛା ନୁହେଁ, ଖାଲି ପାଦ୍ୟରେ 2 ମିନିଟ୍ 3 ମିନିଟ୍ ରଖୁଛି। ଫୁଲ ଆଣିବେ ନାହିଁ। ଜୀବନ ହେଉଛି ଗୋଟିଏ ସୁନ୍ଦର ଫୁଲ, ହସି ହସିକିରି ଆସିବେ। ଜୀବନ ଫୁଲଟି ଗୋଟିଏ ଫଳ ଧରିକିରି ଆସୁ, ଯେଉଁ ଫଳଟି ଠାକୁରଙ୍କ ପାଖରେ ସମର୍ପଣ ହେବ ଏବଂ କିଛି ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ବଣ୍ଟନ ହେବ। ଫୁଲଟି କ'ଣ ହେବ? ଫୁଲଟି ଗଛରେ ରହୁ, ସେଇ ପରମାତ୍ମାଙ୍କ ଉଦ୍ଦେଶ୍ୟରେ ସେ ପ୍ରସ୍ଫୁଟିତ ହେଉ କିମ୍ବା ଦେବ ମନ୍ଦିରରେ ଉପଯୋଗୀ ହେଉ। ଇଏ ହେଉଛି ନିବେଦନ। ବରଂ ଯେଉଁ ପଇସା ଆପଣ ଫୁଲ କିଣୁଛନ୍ତି, ସେଇ ପଇସାରେ ଫଳଟିଏ କିଣନ୍ତୁ କିମ୍ବା ବସ୍ତ୍ରଟିଏ କିଣନ୍ତୁ କିମ୍ବା ଠାକୁରଙ୍କ ପୂଜା ପାଇଁ ଆପଣ ପ୍ରଣାମୀ ଅର୍ଘ୍ୟ ଅର୍ପଣ କରନ୍ତୁ। ଏତିକିରେ ବଳିଆ ଖୁସି ହେବ। ଏବଂ ନୂଆ ବର୍ଷର ବନ୍ଧୁ ମିଳନରେ ମଦ୍ୟ ମାଦକ ସେବନ ନ କରିବା ପାଇଁ ସଂକଳ୍ପ ନିଅନ୍ତୁ। ବଣଭୋଜି କରନ୍ତୁ, ଭଲ ଜାଗାକୁ ଯାଆନ୍ତୁ, କିନ୍ତୁ ହୁମଦାମ କରିବା, ସିଏ କେଉଁଠି ଯାଇକି ଝରଣାରେ ଗାଧେଇବା, ସିଏ ସମୁଦ୍ରରେ ଗାଧେଇବା, କେତେ ଜୀବନ ଦୀପ ଏମିତି ଲିଭେଇ ଯାଉଛି। ବେପୁରିଆ ହେଇ ଗାଡ଼ି ଚଲେଇବା, ଗାଡ଼ି ଚଲେଇବାର ନିୟମ ରଖିବା ନେଇ କେତେ ଆକ୍ସିଡେଣ୍ଟ ହେଉଛି। ତେଣୁ ନୂଆ ମସିହାରେ ଏଇସବୁ ନୂଆ ନୂଆ ସଂକଳ୍ପ ନିଅନ୍ତୁ। ଆଉ ଯାହା କହିବା କଥା ଆସନ୍ତାକାଲି ମୁଁ କହିବି। ଏବଂ ନୂଆ ମସିହାର ପ୍ରଥମ ଦିନରେ ସୂର୍ଯ୍ୟଙ୍କୁ ନମସ୍କାର କରିବେ, ପିତା ମାତା ଗୁରୁ ଗୁରୁଜନଙ୍କୁ ପ୍ରଣାମ ଜଣାଇବେ, ଆଦର୍ଶ ଜୀବନ ଆଦର୍ଶ ପରିବାର ଗଠନ ପାଇଁ ଅନ୍ତତଃ ସଚେଷ୍ଟିତ ହେବେ। ଜୟ ଗୁରୁ, ଜୟ ଜଗନ୍ନାଥ।